ବନ୍ଧୁଗଣ, ଭାଗ୍ୟ ଆମ ଜୀବନର ଦିଗ ଦେଖାଇପାରେ, କିନ୍ତୁ ସଫଳତା ମିଳେ ଆମର ପରିଶ୍ରମ, ଧୈର୍ଯ୍ୟ ଓ ସଠିକ୍ ନିଷ୍ପତ୍ତିରେ। ଯଦି ଆମେ ସମୟର ସଂକେତକୁ ବୁଝି ସଠିକ୍ ପଦକ୍ଷେପ ନେଉ, ତେବେ ବଡ଼ରୁ ବଡ଼ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବା। ନମସ୍କାର ବନ୍ଧୁଗଣ, ଆପଣ ଦେଖୁଛନ୍ତି ଷୋଡ଼ଶ ବାସ୍ତୁ ଓଡ଼ିଶା। ଆଜି ଆମେ ଜାଣିବା ମିଥୁନ ରାଶିର ଜୁଲାଇ 2026 ମାସିକ ରାଶିଫଳ। ଏହି ଭିଡ଼ିଓରେ ଆମେ କେବଳ ସାଧାରଣ ରାଶିଫଳ କହିବୁ ନାହିଁ, ବରଂ ଏହି ମାସରେ ଗ୍ରହମାନଙ୍କ ସ୍ଥିତି କିପରି ଆପଣଙ୍କ କ୍ୟାରିୟର, ଚାକିରି, ବ୍ୟବସାୟ, ଧନ, ପ୍ରେମ, ପରିବାର, ସ୍ୱାସ୍ଥ୍ୟ ଏବଂ ଭାଗ୍ୟ ଉପରେ ପ୍ରଭାବ ପକାଇବ, ସେସବୁ ବିଷୟରେ ବିସ୍ତୃତ ଆଲୋଚନା କରିବା। ଜୁଲାଇ ମାସରେ ବୁଧ, ସୂର୍ଯ୍ୟ, ମଙ୍ଗଳ, ଗୁରୁ, ଶନି, ରାହୁ ଏବଂ କେତୁଙ୍କ ଗୋଚର ଆପଣଙ୍କ ଜୀବନରେ କିଛି ନୂଆ ସୁଯୋଗ ସହ କିଛି ସତର୍କତା ମଧ୍ୟ ନେଇ ଆସୁଛି। ବିଶେଷ କରି ଯେଉଁମାନେ ଚାକିରି କରୁଛନ୍ତି, ବ୍ୟବସାୟ କରୁଛନ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି କିମ୍ବା ନୂଆ ଜୀବନର ଯୋଜନା କରୁଛନ୍ତି, ସେମାନଙ୍କ ପାଇଁ ଏହି ଭିଡ଼ିଓଟି ଉପଯୋଗୀ ହେବ। ଆମେ ଏହି ଭିଡ଼ିଓରେ ମାସର ସାରାଂଶ, କ୍ୟାରିୟର, ଆର୍ଥିକ ସ୍ଥିତି, ପ୍ରେମ ଜୀବନ, ପରିବାର, ସ୍ୱାସ୍ଥ୍ୟ, ଶୁଭ ସଂଖ୍ୟା, ଶୁଭ ରଙ୍ଗ, ଶୁଭ ଉପାୟ ଏବଂ କ'ଣ କରିବେ କ'ଣ ନ କରିବେ ସେସବୁ ବିସ୍ତାର ରୂପେ ଜାଣିବା। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ମୁଁ କହିବି ଏ ମାସର ଗୋଟିଏ ଛୋଟ ପରିବର୍ତ୍ତନ କିପରି ଆପଣଙ୍କ ପାଇଁ ବଡ଼ ସଫଳତାର କାରଣ ହୋଇପାରେ। ତେବେ ଆସନ୍ତୁ ଆରମ୍ଭ କରିବା ମିଥୁନ ରାଶିର ଜୁଲାଇ 2026 ମାସର ମାସିକ ରାଶିଫଳ। ମିଥୁନ ରାଶିର ବନ୍ଧୁଗଣ, ଜୁଲାଇ 2026 ମାସଟି ଆପଣଙ୍କ ପାଇଁ ଉନ୍ନତି, ନୂଆ ସୁଯୋଗ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ସତର୍କତା ନେଇ ଆସୁଛି। ଏହି ମାସର ଆରମ୍ଭରେ ଆପଣଙ୍କ ରାଶି ସ୍ୱାମୀ ବୁଧ ଦ୍ୱିତୀୟ ଭାଗରେ ଅବସ୍ଥାନ କରୁଥିବାରୁ ଆର୍ଥିକ ଯୋଜନା, କଥାବାର୍ତ୍ତା ଏବଂ ପରିବାର ସହ ଜଡ଼ିତ ବିଷୟଗୁଡ଼ିକ ଅଧିକ ଗୁରୁତ୍ୱ ପାଇବ। ସେହିପରି ସୂର୍ଯ୍ୟଙ୍କ ପ୍ରଭାବ ମାସର ପ୍ରଥମାର୍ଦ୍ଧରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇବ ଏବଂ ନିଜ ଦକ୍ଷତା ପ୍ରଦର୍ଶନ କରିବାର ଭଲ ସୁଯୋଗ ଦେବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମଧ୍ୟ ମିଳିପାରେ। ଯେଉଁମାନେ ଦୀର୍ଘଦିନ ଧରି ପଦୋନ୍ନତି କିମ୍ବା ଭଲ ସୁଯୋଗର ଅପେକ୍ଷା ଥିଲେ, ସେମାନଙ୍କ ପାଇଁ ଆଶାର କିରଣ ଦେଖାଦେଇପାରେ। ତେବେ ସଫଳତା ସହିତ ଦାୟିତ୍ୱ ମଧ୍ୟ ବଢ଼ିବ, ତେଣୁ ପ୍ରତ୍ୟେକ କାମକୁ ଧୈର୍ଯ୍ୟ ଓ ଯୋଜନା ସହ କରିବା ଆବଶ୍ୟକ। ଆର୍ଥିକ ଦୃଷ୍ଟିରୁ ଏହି ମାସ ମୋଟାମୋଟି ଭଲ ରହିବ। ଏକାଧିକ ଉତ୍ସରୁ ଧନ ଆସିବାର ସମ୍ଭାବନା ରହିଛି। ପୂର୍ବରୁ ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ପାଇବେ, କିନ୍ତୁ ଧାର୍ମିକ କାର୍ଯ୍ୟ, ପରିବାର କିମ୍ବା ଯାତ୍ରା ପାଇଁ କିଛି ଅଧିକ ଖର୍ଚ୍ଚ ହୋଇପାରେ। ତେଣୁ ଆୟ ସହିତ ସଞ୍ଚୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ପରିବାର ଏବଂ ପ୍ରେମ ଜୀବନରେ ଛୋଟ ଛୋଟ ମତଭେଦ ହୋଇପାରେ, କିନ୍ତୁ ଆପଣ ଯଦି ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ତେବେ ବଡ଼ ସମସ୍ୟା ସୃଷ୍ଟି ହେବ ନାହିଁ। ଏହି ମାସରେ ଶନିଦେବ ଆପଣଙ୍କୁ ଗୋଟିଏ କଥା ଶିଖାଇବେ, ପରିଶ୍ରମର କୌଣସି ବିକଳ୍ପ ନାହିଁ। ଯେତେ ନିଷ୍ଠାର ସହ କାମ କରିବେ, ସେତେ ଭଲ ଫଳ ମିଳିବ। ତେଣୁ ଏହି ମାସର ମୂଳମନ୍ତ୍ର ହେଉଛି ଧୈର୍ଯ୍ୟ, ସଠିକ୍ ଯୋଜନା ଏବଂ ସକାରାତ୍ମକ ଚିନ୍ତାଧାରା। ଏବେ ଆସନ୍ତୁ ଜାଣିବା ଜୁଲାଇ 2026 ମାସରେ ମିଥୁନ ରାଶିର କ୍ୟାରିୟର, ଚାକିରି ଓ ବ୍ୟବସାୟ କ୍ଷେତ୍ରରେ କିପରି ରହିବ। ଏହି ମାସରେ ଦଶମ ଭାଗରେ ରାହୁଙ୍କ ଉପସ୍ଥିତି ଏବଂ ଏକାଦଶ ଭାଗରେ ମଙ୍ଗଳଙ୍କ ଶୁଭ ପ୍ରଭାବ କାରଣରୁ କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ। ବହୁଦିନ ଧରି ଅପେକ୍ଷା କରୁଥିବା କୌଣସି ପ୍ରୋଜେକ୍ଟ, ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ଏହି ମାସରେ ଆପଣଙ୍କ ପାଖକୁ ଆସିପାରେ। ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମାସର ପ୍ରଥମାର୍ଦ୍ଧ ବିଶେଷ ଭାବରେ ଶୁଭ ରହିବ। ଆପଣଙ୍କ ପରିଶ୍ରମକୁ ଉଚ୍ଚ ଅଧିକାରୀମାନେ ପ୍ରଶଂସା କରିପାରନ୍ତି। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ତେବେ ମାସର ମଧ୍ୟଭାଗରେ ଭଲ ଅଫର ମିଳିବାର ସମ୍ଭାବନା ରହିଛି। ଇଣ୍ଟରଭ୍ୟୁ ଦେଉଥିବା ପ୍ରାର୍ଥୀମାନେ ମଧ୍ୟ ସମୟ ଅନୁକୂଳ ରହିବ। ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହି ମାସ ଲାଭଦାୟକ ରହିବ। ବିଶେଷ କରି ମାର୍କେଟିଂ, କମ୍ୟୁନିକେସନ୍, ଅନଲାଇନ୍ ବ୍ୟବସାୟ, ଟ୍ରାନ୍ସପୋର୍ଟ, ଲଜିଷ୍ଟିକ୍ କିମ୍ବା ସେଲ୍ସ ସହ ଜଡ଼ିତ ଲୋକମାନେ ଭଲ ଫଳ ପାଇପାରନ୍ତି। ନୂଆ କ୍ଲାଏଣ୍ଟ ମିଳିବ ଏବଂ ବ୍ୟବସାୟ ବିସ୍ତାରର ସୁଯୋଗ ମଧ୍ୟ ମିଳିବ। କିନ୍ତୁ କୌଣସି ନୂଆ ପାର୍ଟନରସିପ୍ କିମ୍ବା ବଡ଼ ଚୁକ୍ତି କରିବା ପୂର୍ବରୁ ସମସ୍ତ କାଗଜପତ୍ର ଭଲ ଭାବେ ଯାଞ୍ଚ କରନ୍ତୁ। ତେବେ ଗୋଟିଏ କଥାରେ ସତର୍କ ରହିବା ଆବଶ୍ୟକ, ରାହୁଙ୍କ ପ୍ରଭାବ କାରଣରୁ
ଅଫିସ୍ ପଲିଟିକ୍ସ କିମ୍ବା ଅନ୍ୟମାନଙ୍କ ଈର୍ଷାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ନିଜର ଭବିଷ୍ୟତ ଯୋଜନା, ବେତନ, ପଦୋନ୍ନତି କିମ୍ବା ବ୍ୟକ୍ତିଗତ କଥା ସମସ୍ତଙ୍କ ସହ ସେୟାର କରନ୍ତୁ ନାହିଁ। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। ପରିଶ୍ରମ, ଶୃଙ୍ଖଳା ଏବଂ ସଠିକ୍ ନିଷ୍ପତ୍ତି ଏହି ମାସରେ ଆପଣଙ୍କ କ୍ୟାରିୟରକୁ ନୂଆ ଉଚ୍ଚତାକୁ ନେଇଯିବ। ଏବେ ଆସନ୍ତୁ ଜାଣିବା ଜୁଲାଇ 2026 ମାସରେ ମିଥୁନ ରାଶିର ଆର୍ଥିକ ସ୍ଥିତି କିପରି ରହିବ। ଏହି ମାସରେ ଧନ ପ୍ରାପ୍ତିର ଅନେକ ସୁଯୋଗ ସୃଷ୍ଟି ହୋଇଛି। ଏକାଦଶ ଭାବରେ ମଙ୍ଗଳଙ୍କ ଶୁଭ ପ୍ରଭାବ ଆପଣଙ୍କ ଆୟରେ ବୃଦ୍ଧି ଆଣିପାରେ। ଯେଉଁମାନେ ଦୀର୍ଘ ଦିନ ଧରି କୌଣସି ପାଉଣା ଟଙ୍କା ଫେରି ପାଇବାକୁ ଅପେକ୍ଷା କରୁଥିଲେ, ସେମାନଙ୍କ ପାଇଁ ଏହି ମାସ ଆଶାଜନକ ରହିବ। କିଛି ଲୋକଙ୍କ ପାଇଁ ବୋନସ୍, ଇନସେଣ୍ଟିଭ୍ କିମ୍ବା ଅତିରିକ୍ତ ଆୟ ମଧ୍ୟ ସମ୍ଭାବନା ରହିଛି। କିନ୍ତୁ ଆୟ ବଢ଼ିବା ସହିତ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ଦ୍ୱାଦଶ ଭାବରେ ଗୁରୁଙ୍କ ସ୍ଥିତି ଯୋଗୁଁ ଧାର୍ମିକ କାର୍ଯ୍ୟ, ତୀର୍ଥଯାତ୍ରା, ପରିବାରର ଶୁଭ କାର୍ଯ୍ୟ କିମ୍ବା ଘର ସମ୍ବନ୍ଧୀୟ କାମରେ ଅଧିକ ଅର୍ଥ ବ୍ୟୟ ହୋଇପାରେ। ଏହି ଖର୍ଚ୍ଚ ଖରାପ ନୁହେଁ, କିନ୍ତୁ ବଜେଟ୍ ଅନୁସାରେ ଚାଲିବା ଆବଶ୍ୟକ। ଯଦି ଆପଣ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ କିମ୍ବା ଅନ୍ୟ କୌଣସି ଇନଭେଷ୍ଟମେଣ୍ଟ କରିବାକୁ ଭାବୁଛନ୍ତି, ତେବେ ମାସର ଦ୍ୱିତୀୟ ସପ୍ତାହ ଅପେକ୍ଷାକୃତ ଭଲ ରହିବ। କିନ୍ତୁ କାହାରି କଥାରେ ପଡ଼ି ତରତରିଆ ଭାବରେ ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯେକୌଣସି ଫାଇନାନ୍ସିଆଲ ଡିସିସନ୍ ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ ଏବଂ ଆବଶ୍ୟକ ହେଲେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏହି ମାସରେ ସଞ୍ଚୟ କରିବାର ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ବହୁତ ଭଲ ଲାଭ ଦେବ। ଅନାବଶ୍ୟକ ସପିଂ, ଦେଖାଣିଆ ଖର୍ଚ୍ଚ ଏବଂ ଶୀଘ୍ର ଧନୀ ହେବାର ଲୋଭରୁ ଦୂରରେ ରୁହନ୍ତୁ। ମନେ ରଖନ୍ତୁ, ଏହି ମାସରେ ବୁଦ୍ଧିମାନ ଆର୍ଥିକ ଯୋଜନା ହିଁ ଆପଣଙ୍କ ସବୁଠାରୁ ବଡ଼ ଶକ୍ତି ହେବ। ଠିକ୍ ଯୋଜନା ସହ ଆଗକୁ ବଢ଼ିଲେ ଜୁଲାଇ ମାସ ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ। ଏବେ ଆସନ୍ତୁ ଜାଣିବା ଜୁଲାଇ 2026 ମାସରେ ମିଥୁନ ରାଶିର ପ୍ରେମ ଜୀବନ ଏବଂ ବୈବାହିକ ଜୀବନ କିପରି ରହିବ। ଏହି ମାସରେ ପ୍ରେମ ସମ୍ପର୍କରେ ମିଶ୍ରିତ ଫଳ ପାଇବାର ସମ୍ଭାବନା ରହିଛି। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି, ସେମାନଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଭୁଲ ବୁଝାବୁଝି କିମ୍ବା ଅଭିମାନ ଦେଖାଦେଇପାରେ। କିନ୍ତୁ ଏହି ମତଭେଦ ବହୁତ ଦିନ ରହିବ ନାହିଁ। ଯଦି ଆପଣ ନିଜ ସାଥୀଙ୍କୁ ସମୟ ଦେବେ ଏବଂ ଶାନ୍ତ ମନରେ କଥା ହେବେ, ତେବେ ସମ୍ପର୍କ ପୂର୍ବଠାରୁ ଆହୁରି ମଜବୁତ ହୋଇପାରିବ। ଯେଉଁମାନେ ଏପର୍ଯ୍ୟନ୍ତ ନିଜ ମନର କଥା କାହାକୁ କହିପାରିନାହାନ୍ତି, ସେମାନଙ୍କ ପାଇଁ ମାସର ମଧ୍ୟଭାଗ ଅନୁକୂଳ ରହିପାରେ। ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ନା ବ୍ୟକ୍ତିଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କେବଳ ଭାବାବେଗରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ବିବାହିତ ବ୍ୟକ୍ତିମାନଙ୍କ ପାଇଁ ଏହି ମାସ ସାଧାରଣତଃ ସୁଖମୟ ରହିବ। ଜୀବନସାଥୀଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିବ। କେହି ଛୋଟ ଭ୍ରମଣ କିମ୍ବା ପରିବାର ସହ କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଏହା ସମ୍ପର୍କକୁ ଆହୁରି ମଧୁର କରିବ। କିନ୍ତୁ ମାସର ଶେଷ ଭାଗରେ ସୂର୍ଯ୍ୟଙ୍କ ଗୋଚର ପ୍ରଭାବରୁ କଥାବାର୍ତ୍ତା ସମୟରେ ଅହଂ ଭାବ କିମ୍ବା କଠୋର ଶବ୍ଦ ବ୍ୟବହାରରୁ ଦୂରରେ ରୁହନ୍ତୁ। ଏହି ମାସରେ ଆପଣଙ୍କ ପ୍ରେମ ଜୀବନର ସବୁଠୁ ବଡ଼ ଶକ୍ତି ହେବ ବିଶ୍ୱାସ, ସମ୍ମାନ ଏବଂ ଖୋଲାଖୋଲି କଥାବାର୍ତ୍ତା। ସମ୍ପର୍କରେ ଧୈର୍ଯ୍ୟ ରଖନ୍ତୁ, ଅନାବଶ୍ୟକ ସନ୍ଦେହ କରନ୍ତୁ ନାହିଁ ଏବଂ ନିଜ ପ୍ରିୟ ଲୋକଙ୍କୁ ଗୁରୁତ୍ୱ ଦିଅନ୍ତୁ। ଏପରି କଲେ ଜୁଲାଇ ମାସ ଆପଣଙ୍କ ପ୍ରେମ ଓ ବୈବାହିକ ଜୀବନରେ ଖୁସିର ମୁହୂର୍ତ୍ତ ନେଇ ଆସିପାରେ। ଏବେ ଆସନ୍ତୁ ଜାଣିବା ଜୁଲାଇ 2026 ମାସରେ ମିଥୁନ ରାଶିର ପାରିବାରିକ ଏବଂ ସାମାଜିକ ଜୀବନ କିପରି ରହିବ। ଏହି ମାସରେ ପରିବାର ସହ ଜଡ଼ିତ କିଛି ବିଷୟରେ ଆପଣଙ୍କୁ ଅଧିକ ଧୈର୍ଯ୍ୟର ଆବଶ୍ୟକତା ପଡ଼ିବ। ଚତୁର୍ଥ ଭାଗରେ କେତୁଙ୍କ ପ୍ରଭାବ ଥିବାରୁ ଘରେ ପୁରୁଣା କୌଣସି ସମ୍ପତ୍ତି, ଜମିଜମା କିମ୍ବା ପାରିବାରିକ ନିଷ୍ପତ୍ତିକୁ ନେଇ ମତଭେଦ ସୃଷ୍ଟି ହୋଇପାରେ। କିନ୍ତୁ ଯଦି ଆପଣ ଶାନ୍ତ ମନରେ ସମସ୍ତଙ୍କ କଥା ଶୁଣିବେ ଏବଂ ବୁଝିବେ, ତେବେ ପରିସ୍ଥିତି ସହଜରେ ସମାଧାନ ହୋଇଯିବ। ଏହି ମାସରେ ବିଶେଷ କରି ମାଙ୍କ ସ୍ୱାସ୍ଥ୍ୟ ଓ ପରିବାରର ବୟସ୍କ ସଦସ୍ୟଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସେମାନଙ୍କ ସହ କିଛି ସମୟ ବିତାନ୍ତୁ ଏବଂ ସେମାନଙ୍କ ପରାମର୍ଶକୁ ସମ୍ମାନ କରନ୍ତୁ। ଏହା କେବଳ ପରିବାରରେ ଶାନ୍ତି ଏବଂ ଆପଣଙ୍କ ମାନସିକ ସନ୍ତୋଷ ବଢ଼ାଇବ। ସାମାଜିକ କ୍ଷେତ୍ରରେ
ଏହି ମାସ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣଙ୍କ ପରିଚୟ ବଢ଼ିପାରେ, ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ ଏବଂ ଏହି ସମ୍ପର୍କ ଭବିଷ୍ୟତରେ ଆପଣଙ୍କ କ୍ୟାରିୟର କିମ୍ବା ବ୍ୟବସାୟରେ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇପାରେ। କୌଣସି ସାମାଜିକ, ଧାର୍ମିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାର ସୁଯୋଗ ମିଳିପାରେ। ମନେ ରଖନ୍ତୁ, ଏହି ମାସରେ ଆପଣଙ୍କ ବାଣୀ ହିଁ ଆପଣଙ୍କ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେବ। ମଧୁର କଥା କହିଲେ ଭାଙ୍ଗିଥିବା ସମ୍ପର୍କ ମଧ୍ୟ ଯୋଡ଼ି ହୋଇଯିବ, କିନ୍ତୁ କଠୋର କଥା କହିଲେ ଛୋଟ ସମସ୍ୟା ବଡ଼ ବିବାଦର ରୂପ ନେଇପାରେ। ତେଣୁ ପରିବାର ହେଉ କି ସମାଜ, ସବୁଠି ସମ୍ମାନ, ଧୈର୍ଯ୍ୟ ଓ ସକାରାତ୍ମକ ବ୍ୟବହାର କରନ୍ତୁ। ଏହା ହିଁ ଜୁଲାଇ ମାସରେ ଆପଣଙ୍କୁ ଅଧିକ ସମ୍ମାନ ଓ ସଫଳତା ଦେବ। ଏବେ ଆସନ୍ତୁ ଜାଣିବା, ଜୁଲାଇ 2026 ମାସରେ ମିଥୁନ ରାଶିର ସ୍ୱାସ୍ଥ୍ୟ କିପରି ରହିବ। ଏହି ମାସରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ମାସର ପ୍ରଥମାର୍ଦ୍ଧରେ ଆପଣଙ୍କ ଶରୀରରେ ଭଲ ଶକ୍ତି, ଉତ୍ସାହ ଏବଂ କାମ କରିବାର ଇଚ୍ଛା ରହିବ। ଯଦି ଆପଣଙ୍କ ନିୟମିତ ବ୍ୟାୟାମ କରୁଛନ୍ତି କିମ୍ବା ସ୍ୱାସ୍ଥ୍ୟ ପ୍ରତି ସଚେତନ ଅଛନ୍ତି, ତେବେ ତାହାର ଭଲ ପ୍ରଭାବ ଏହି ମାସରେ ଦେଖିବାକୁ ମିଳିବ। କିନ୍ତୁ ମାସର ଦ୍ୱିତୀୟ ଭାଗରେ କାମର ଚାପ, ଗରମ ପାଗ ଏବଂ ଅନିୟମିତ ଜୀବନଶୈଳୀ କାରଣରୁ କିଛି ସମସ୍ୟା ଦେଖାଦେଇପାରେ। ବିଶେଷ କରି ଏସିଡ଼ିଟି, ପେଟର ସମସ୍ୟା, ଆଖିରେ ଜ୍ୱଳନ, ଶରୀରରେ କ୍ଳାନ୍ତି କିମ୍ବା ମାନସିକ ଚାପ ଅନୁଭବ କରିପାରନ୍ତି। ଯେଉଁମାନେ ଦୀର୍ଘ ସମୟ ମୋବାଇଲ କିମ୍ବା କମ୍ପ୍ୟୁଟରରେ କାମ କରୁଛନ୍ତି, ସେମାନେ ଆଖିକୁ ନିୟମିତ ବିଶ୍ରାମ ଦିଅନ୍ତୁ। ଖାଦ୍ୟ ପାନୀୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ବାହାରର ଅଧିକ ତେଲ ମସଲା ଏବଂ ଜଙ୍କ ଫୁଡ୍ ଯେତେ କମ୍ ଖାଇବେ ସେତେ ଭଲ। ପ୍ରତିଦିନ ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ଋତୁ ଅନୁଯାୟୀ ଫଳ ଏବଂ ସବୁଜ ପନିପରିବା ଖାଆନ୍ତୁ। ସକାଳେ ହାଲୁକା ବ୍ୟାୟାମ, ପ୍ରାଣାୟାମ କିମ୍ବା ଯୋଗ କଲେ ମାନସିକ ଚାପ ମଧ୍ୟ କମିବ ଏବଂ ଶରୀର ସୁସ୍ଥ ରହିବ। ଯଦି ଆପଣ ବାଇକ୍ କିମ୍ବା କାର୍ ଚଳାଉଛନ୍ତି, ତେବେ ହେଲମେଟ୍ ଏବଂ ସିଟ୍ ବେଲ୍ଟ ମଧ୍ୟ ନିଶ୍ଚୟ ବ୍ୟବହାର କରନ୍ତୁ। ଛୋଟ ଅସାବଧାନତା ବଡ଼ ସମସ୍ୟାର କାରଣ ହୋଇପାରେ। ମନେ ରଖନ୍ତୁ, ଏହି ମାସରେ ଆପଣଙ୍କ ସ୍ୱାସ୍ଥ୍ୟର ସବୁଠାରୁ ବଡ଼ ରହସ୍ୟ ହେଉଛି ନିୟମିତ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ବିଶ୍ରାମ। ଏହି ତିନୋଟି କଥା ପାଳନ କଲେ ଜୁଲାଇ ମାସରେ ଆପଣ ସୁସ୍ଥ, ସକ୍ରିୟ ଓ ଊର୍ଜାବାନ ରହିପାରିବେ। ଏବେ ଆସନ୍ତୁ ଜାଣିବା, ଜୁଲାଇ 2026 ମାସରେ ମିଥୁନ ରାଶିଙ୍କ ପାଇଁ କେଉଁ ଶୁଭ ସଂଖ୍ୟା ଏବଂ କେଉଁ ଶୁଭ ରଙ୍ଗ ଅଧିକ ସକାରାତ୍ମକ ଫଳ ଦେଇପାରେ। ଏହି ମାସରେ ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 5 ଏବଂ 8। ଏହି ଦୁଇଟି ସଂଖ୍ୟା ବୁଦ୍ଧିମତ୍ତା, ଉନ୍ନତି, ସନ୍ତୁଳନ ଏବଂ ନୂଆ ସୁଯୋଗର ପ୍ରତୀକ ବୋଲି ମନାଯାଏ। ଗୁରୁତ୍ୱପୂର୍ଣ୍ଣ କାମ, ଇଣ୍ଟରଭ୍ୟୁ, ବୈବାହିକ ବୈଠକ କିମ୍ବା ନୂଆ ସୁଯୋଗ ଆରମ୍ଭ ସମୟରେ ଏହି ସଂଖ୍ୟାକୁ ଧ୍ୟାନରେ ରଖିପାରନ୍ତି। ଏହି ମାସର ଶୁଭ ରଙ୍ଗ ହେଉଛି ହାଲୁକା ସବୁଜ, କ୍ରିମ୍ ଏବଂ ଧଳା। ହାଲୁକା ସବୁଜ ରଙ୍ଗ ମାନସିକ ଶାନ୍ତି, ନୂଆ ଚିନ୍ତାଧାରା ଏବଂ ଉନ୍ନତିର ପ୍ରତୀକ। କ୍ରିମ୍ ରଙ୍ଗ ସ୍ଥିରତା ଓ ସନ୍ତୁଳନର ସୂଚକ, ଯେତେବେଳେ ଧଳା ରଙ୍ଗ ସକାରାତ୍ମକ, ପବିତ୍ରତା ଏବଂ ଆତ୍ମବିଶ୍ୱାସକୁ ବଢ଼ାଇଥାଏ। ଯଦି ଆପଣ କୌଣସି ଶୁଭ କାର୍ଯ୍ୟ, ଇଣ୍ଟରଭ୍ୟୁ, ପରୀକ୍ଷା, ମିଟିଂ କିମ୍ବା ବ୍ୟବସାୟିକ ଆଲୋଚନାକୁ ଯାଉଛନ୍ତି, ତେବେ ଏହି ରଙ୍ଗର ପୋଷାକ କିମ୍ବା ଛୋଟ କୌଣସି ବସ୍ତୁ ବ୍ୟବହାର କରିପାରନ୍ତି। ଏହା ଆପଣଙ୍କୁ ସକାରାତ୍ମକ ଅନୁଭବ ଦେଇପାରେ ଏବଂ ଆତ୍ମବିଶ୍ୱାସ ବଢ଼ାଇପାରେ। ତେବେ ଗୋଟିଏ କଥା ସର୍ବଦା ମନେ ରଖନ୍ତୁ, ଶୁଭ ସଂଖ୍ୟା ଓ ଶୁଭ ରଙ୍ଗ କେବଳ ସକାରାତ୍ମକତାର ପ୍ରତୀକ। ପ୍ରକୃତ ସଫଳତା ଆସେ ଆପଣଙ୍କ ପରିଶ୍ରମ, ସଠିକ୍ ଯୋଜନା ଏବଂ ଧୈର୍ଯ୍ୟରୁ। ତେଣୁ ଏହି ମାସରେ ନିଜ ଦକ୍ଷତା ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରନ୍ତୁ। ନିଶ୍ଚୟ ଭାବେ ଆପଣ ସଫଳତାର ନୂଆ ସୋପାନକୁ ସ୍ପର୍ଶ କରିପାରିବେ। ଏବେ ଆସନ୍ତୁ ଜାଣିବା, ଜୁଲାଇ 2026 ମାସରେ ମିଥୁନ ରାଶିର ଜାତକମାନେ କେଉଁ ଶୁଭ ଉପାୟ କଲେ ଅଧିକ ସକାରାତ୍ମକ ଫଳ ପାଇପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ବୁଧ ଗ୍ରହର ପ୍ରଭାବ ଅଧିକ ରହିଥିବାରୁ ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜା କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ପୂଜା ସମୟରେ ଦୁବ ଘାସ ଅର୍ପଣ କରନ୍ତୁ ଏବଂ ଭକ୍ତିର ସହିତ ଓମ୍ ଗଣପତାୟ ନମଃ ମନ୍ତ୍ରକୁ ଅତି କମ୍ରେ 108 ଥର ଜପ କରନ୍ତୁ। ଏହା ମାନସିକ ଶାନ୍ତି, ବୃଦ୍ଧି, ବିକାଶ ଏବଂ କାର୍ଯ୍ୟରେ ସଫଳତା ଆଣିଦେବ। ଦ୍ୱିତୀୟ ଉପାୟ ହେଉଛି
ବୁଧବାର ଦିନ ଗାଈକୁ ସବୁଜ ଘାସ କିମ୍ବା ସବୁଜ ପନିପରିବା ଖୁଆଇବେ। ଏହାକୁ ବୁଧ ଗ୍ରହକୁ ଶକ୍ତିଶାଳୀ କରିବାରେ ଏକ ଶୁଭ ଉପାୟ ମନାଯାଏ। ସେହିପରି ଗୁରୁବାର ଦିନ କିମ୍ବା ଶନିବାର ଦିନ ବିଷ୍ଣୁ ସହସ୍ରନାମ ପାଠ କଲେ ମାନସିକ ସ୍ଥିରତା ଓ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି ପାଇପାରେ। ଏହି ମାସରେ ଅହଙ୍କାର ଛାଡ଼ି ନମ୍ରତାର ସହିତ ବ୍ୟବହାର କରନ୍ତୁ। ଆବଶ୍ୟକତାରେ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ ଏବଂ ସମ୍ଭବ ହେଲେ ଦାନ ଧର୍ମ କରନ୍ତୁ। ଏହିପରି ସକାରାତ୍ମକ କାର୍ଯ୍ୟ ଆପଣଙ୍କ ଜୀବନରେ ଭଲ ଶକ୍ତି ଆଣିପାରେ। ବନ୍ଧୁଗଣ, ଏବେ ଜାଣିବା ଏହି ମାସର ସବୁଠାରୁ ମୂଲ୍ୟବାନ ଶୁଭ ପରାମର୍ଶ। ଜୁଲାଇ 2026 ମାସରେ ମିଥୁନ ରାଶିର ଜାତକଙ୍କ ପାଇଁ ସବୁଠାରୁ ବଡ଼ ମନ୍ତ୍ର ହେଉଛି ଧୈର୍ଯ୍ୟ, ବିବେକ ଓ ସଂଯମ। ଏହି ମାସରେ ଗ୍ରହମାନଙ୍କ ସ୍ଥିତି ଆପଣଙ୍କୁ ଅନେକ ଭଲ ସୁଯୋଗ ଦେବ, କିନ୍ତୁ ଏହି ସୁଯୋଗର ସଠିକ୍ ଲାଭ ନେବା ପାଇଁ ଆପଣଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। କୌଣସି କାମ ତରତରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ବିଶେଷ କରି ଟଙ୍କା ପଇସା, ଚାକିରି, ବ୍ୟବସାୟ କିମ୍ବା ସମ୍ପର୍କ ସହ ଜଡ଼ିତ ବିଷୟରେ ପ୍ରଥମେ ଭଲ ଭାବେ ଚିନ୍ତା କରନ୍ତୁ, ତାପରେ ପଦକ୍ଷେପ ନିଅନ୍ତୁ। ଛୋଟ ଭୁଲ ମଧ୍ୟ ବଡ଼ କ୍ଷତିର କାରଣ ହୋଇପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କେବେ କେବେ ଗୋଟିଏ କଠୋର କଥା ବର୍ଷର ସମ୍ପର୍କକୁ ଦୁର୍ବଳ କରିଦିଏ। ସେଥିପାଇଁ ପରିବାର, କର୍ମକ୍ଷେତ୍ର କିମ୍ବା ବନ୍ଧୁମାନଙ୍କ ସହ କଥା ହେବା ବେଳେ ସବୁବେଳେ ଶାନ୍ତ ଓ ମଧୁର ବ୍ୟବହାର କରନ୍ତୁ। ଏହି ମାସରେ ନୂଆ କିଛି ଶିଖିବାକୁ ଚେଷ୍ଟା କରନ୍ତୁ। ନୂଆ ଦକ୍ଷତା, ନୂଆ ଜ୍ଞାନ କିମ୍ବା ନୂଆ ଅଭିଜ୍ଞତା ଆଗାମୀ ସମୟରେ ଆପଣଙ୍କ ସଫଳତାର କାରଣ ହୋଇପାରେ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖନ୍ତୁ ଏବଂ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରନ୍ତୁ ନାହିଁ। ମନେ ରଖନ୍ତୁ, ଭାଗ୍ୟ ସେହି ଲୋକଙ୍କ ସାଥ ଦିଏ ଯିଏ ନିଜ କର୍ମ ଉପରେ ବିଶ୍ୱାସ କରେ। ତେଣୁ ସକାରାତ୍ମକ ଚିନ୍ତାଧାରା, ନିରନ୍ତର ପରିଶ୍ରମ ଏବଂ ଭଗବାନଙ୍କ ପ୍ରତି ଆସ୍ଥା ସହ ଆଗକୁ ବଢ଼ନ୍ତୁ। ନିଶ୍ଚିତ ଭାବରେ ଏହି ଜୁଲାଇ ମାସ ଆପଣଙ୍କ ଜୀବନରେ ଅନେକ ଭଲ ପରିବର୍ତ୍ତନ ନେଇ ଆସିପାରେ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଜୁଲାଇ 2026 ମାସରେ ମିଥୁନ ରାଶିର ଜାତକମାନେ କେଉଁ କାମ କଲେ ଅଧିକ ଶୁଭ ଫଳ ପାଇପାରିବେ ଏବଂ କେଉଁ କାମରୁ ଦୂରେଇ ରହିବା ଉଚିତ। ଏହି ଛୋଟ ଛୋଟ ପରାମର୍ଶ ଆପଣଙ୍କ ମାସକୁ ଆହୁରି ସୁନ୍ଦର ଏବଂ ସଫଳ କରିପାରେ। ସର୍ବପ୍ରଥମେ ନିଜର ପ୍ରତ୍ୟେକ କାମକୁ ଯୋଜନାବଦ୍ଧ ଭାବରେ କରନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନେବା ପରିବର୍ତ୍ତେ ପ୍ରଥମେ ଭଲ ଭାବେ ଚିନ୍ତା କରନ୍ତୁ। ସକାଳେ ମା ବାପାଙ୍କ କିମ୍ବା ପରିବାରର ବଡ଼ଙ୍କ ଆଶୀର୍ବାଦ ନେଇ ଦିନ ଆରମ୍ଭ କରନ୍ତୁ। ସମ୍ଭବ ହେଲେ ପ୍ରତିଦିନ 10ରୁ 15 ମିନିଟ୍ ପ୍ରାଣାୟାମ, ଯୋଗ କିମ୍ବା ଧ୍ୟାନ କରନ୍ତୁ। ଏହା ଆପଣଙ୍କ ମନକୁ ଶାନ୍ତ ରଖିବ ଏବଂ ନିଷ୍ପତ୍ତି ନେବାର କ୍ଷମତା ବଢ଼ାଇବ। ଏବେ ଜାଣିବା କେଉଁ କାମ କରିବେ ନାହିଁ। କ୍ରୋଧରେ ଆସି କାହାକୁ କଠୋର କଥା କୁହନ୍ତୁ ନାହିଁ। ଆପଣଙ୍କ ବାଣୀ ଏହି ମାସରେ ଆପଣଙ୍କ ସବୁଠାରୁ ବଡ଼ ଶକ୍ତି ମଧ୍ୟ ହୋଇପାରେ ଏବଂ ଦୁର୍ବଳତା ମଧ୍ୟ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଆଖିବୁଜା ଟଙ୍କାର ଭରସା କରନ୍ତୁ ନାହିଁ। ବଡ଼ ନିବେଶ କରିବା ପୂର୍ବରୁ ସବୁ ତଥ୍ୟ ଭଲ ଭାବେ ଯାଞ୍ଚ କରନ୍ତୁ। ସେହିପରି ବୁଧବାର ଓ ଗୁରୁବାର ଦିନ ସାତ୍ତ୍ୱିକ ଜୀବନଶୈଳୀ ଅନୁସରଣ କରିବାକୁ ଚେଷ୍ଟା କରନ୍ତୁ। ଅନାବଶ୍ୟକ ବିବାଦ, ଅହଙ୍କାର ଏବଂ ଅନ୍ୟମାନଙ୍କ ସହ ତୁଳନା କରିବାରୁ ଦୂରେଇ ରୁହନ୍ତୁ। ମନେ ରଖନ୍ତୁ, ଆପଣଙ୍କ ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ ଅନ୍ୟ କେହି ନୁହେଁ, ବରଂ ଗତକାଲିର ଆପଣ ନିଜେ। ଶେଷରେ ଗୋଟେ କଥା ମନେ ରଖନ୍ତୁ, ଯଦି ଆପଣ ସକାରାତ୍ମକ ଚିନ୍ତାଧାରା, ପରିଶ୍ରମ, ଶୃଙ୍ଖଳା ଏବଂ ଭଗବାନଙ୍କ ପ୍ରତି ଆସ୍ଥା ସହ ଆଗକୁ ବଢ଼ିବେ, ତେବେ ଜୁଲାଇ 2026 ଆପଣଙ୍କ ପାଇଁ ଉନ୍ନତି ଓ ସଫଳତାର ଏକ ସ୍ମରଣୀୟ ମାସ ହୋଇପାରେ। ବନ୍ଧୁଗଣ, ଏହା ଥିଲା ମିଥୁନ ରାଶିର ଜୁଲାଇ 2026 ମାସିକ ରାଶିଫଳ। ଆଶା କରୁଛି ଏହି ବିସ୍ତୃତ ବିଶ୍ଳେଷଣରୁ ଆପଣ ଏହି ମାସର ସୁଯୋଗ, ସତର୍କତା ଏବଂ ଶୁଭ ଉପାୟ ବିଷୟରେ ସ୍ପଷ୍ଟ ଧାରଣା ପାଇପାରିବେ। ମନେ ରଖନ୍ତୁ, ରାଶିଫଳ ଆମକୁ କେବଳ ସମ୍ଭାବନାର ସଂକେତ ଦେଇଥାଏ। ପ୍ରକୃତ ସଫଳତା ମିଳେ ଆମର ପରିଶ୍ରମ, ସଠିକ୍ ନିଷ୍ପତ୍ତି ଏବଂ ସକାରାତ୍ମକ ଚିନ୍ତାଧାରା ଦ୍ୱାରା। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଉପଯୋଗୀ ଲାଗିଥାଏ, ତେବେ ଗୋଟିଏ ଲାଇକ୍ କରନ୍ତୁ ଏବଂ ନିଜର ପରିବାର ଓ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ଜ୍ୟୋତିଷ ସୂଚନାର ଲାଭ ପାଇପାରିବେ। ଆପଣଙ୍କର ରାଶିଫଳ କେତେ ମେଳ ଖାଉଛି କିମ୍ବା ଏହି ମାସ ପାଇଁ ଆପଣଙ୍କର କ'ଣ ଆଶା ଅଛି, ତାହା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ।
ଏଭଳି ପ୍ରତିଦିନର ରାଶିଫଳ, ମାସିକ ରାଶିଫଳ, ବାସ୍ତୁ ଟିପ୍ସ, ଜ୍ୟୋତିଷ ବିଶ୍ଳେଷଣ ଏବଂ ସନାତନ ଧର୍ମ ସମ୍ବନ୍ଧୀୟ ସଠିକ୍ ଓ ତଥ୍ୟଭିତ୍ତିକ ଭିଡ଼ିଓ ଦେଖିବା ପାଇଁ ଆମର ଷୋଡ଼ଶ ବାସ୍ତୁ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ନୂଆ ଭିଡ଼ିଓର ନୋଟିଫିକେସନ୍ ସବୁଠାରୁ ପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ଧନ୍ୟବାଦ। ଆପଣଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ। ରହୁଛି।